ମୁଁ କଲେକ୍ଟର ସବ୍ କଲେକ୍ଟର କହିଥିଲି ଆଜି 10টাରେ ମୁଁ ଆସିବି ଅଫିସକୁ। PWD ର R&B ର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅଛି, PhD ଅଛି ଏବଂ ମ୍ୟୁନିସିପାଲିଟି ଏକ୍ଜିକ୍ୟୁଟିଭ୍ ଅଫିସର, ତା ସହିତ ବିଭିନ୍ନ ବିଭାଗର ଅଫିସରଙ୍କୁ ଡକାଯାଉ କିପରି ଭାବରେ ଜଗନ୍ନାଥ ସାଗରର जो रोड 4 लाइन रोड केମିତି ଭାଙ୍ଗିଲା କ'ଣ ହେଲା ଡିଟେଲ ଆଲୋଚନା ହେବ ଏବଂ ସବୁ ପ୍ରକାର ଜୟପୁର ଡେଭଲପମେଣ୍ଟ ପାଇଁ ବି ଆଲୋଚନା ହେବ। ଡକେଇଥିଲେ କଲେକ୍ଟର ବି ଆସିଥିଲେ, ସୌଭାଗ୍ୟ କଲେକ୍ଟର ବି ଆସିଥିଲେ। କଲେକ୍ଟର ଆସିକରି ଆଲୋଚନା କଲୁ ଏବଂ ଗୋଟେ ଜୟପୁର ପାଇଁ ଶୁଭ ଖବର ଯେ 100 କୋଟି ଟଙ୍କା ଇନଭେଷ୍ଟମେଣ୍ଟରେ ମୁଁ କଲେକ୍ଟରଙ୍କୁ ରିକ୍ୱେଷ୍ଟ କଲି ଯେ ମୁଁ ଆଲୋଚନା କରି ମୋର ଗୋଟେ ଫ୍ରେଣ୍ଡ ଆସିଥିଲା ଏଠି ବାୟୋ ଯେତେ ଆମର ସିଏନ୍ଜି ଗ୍ୟାସ୍ର 10 ଏକର ତହସିଲଦାରଙ୍କୁ ବି ଡକେଇଥିଲି ଏବଂ କଲେକ୍ଟର ନିର୍ଦ୍ଦେଶ ଦେଲେ ତହସିଲଦାରଙ୍କୁ ତୁରନ୍ତ ଏ ପାଖାପାଖି 10 ଏକର ଜମି ଦିଅ ଏଠି 100 କୋଟି ଟଙ୍କା ଇନଭେଷ୍ଟମେଣ୍ଟରେ ଗୋଟେ ପ୍ଲାଣ୍ଟ ବସିବ, ଗ୍ୟାସ୍ ପ୍ଲାଣ୍ଟ ବସିବ। ଯେତେ ଏଠି ମହିଳା ଆମର ମ୍ୟୁନିସିପାଲିଟିରୁ ସଂଗ୍ରହ କରୁଛନ୍ତି ତାକୁ ନେଇକରି ଏଠି ଗୋଟେ ପ୍ଲାଣ୍ଟ ହେବ, ତାକୁ ତାର ଗ୍ୟାସ୍ ପ୍ଲାଣ୍ଟ ହେବ ଏବଂ ବହୁତ କଥା ଆଲୋଚନା ହେଲା ଏବଂ ଆମ DPR ଜଗନ୍ନାଥ ସାଗର DPR ଉପରେ ବି ଆଲୋଚନା ହେଲା ଏବଂ ଯେଉଁଟା ଆମର ପାର୍କ ଜଗନ୍ନାଥ ସାଗର ପାଖରେ ଯେଉଁ ପାର୍କ ତିଆରି ହେଉଥିଲା ବନ୍ଦ ହେଇକି ଅଛି ତାକୁ ତୁରନ୍ତ କରିବା ପାଇଁ ବି ନିର୍ଦ୍ଦେଶ ଦେଲି। ଏକ୍ଜିକ୍ୟୁଟିଭ୍ ଅଫିସର ତାଙ୍କର ଆସିଷ୍ଟାଣ୍ଟ ସବୁ ଆସିଥିଲେ ଏବଂ ଏହା ସହିତ ଆମର ମାଇନର ଇରିଗେସନ୍ ଏସି ଆସିଥିଲେ। ମାଇନର ଇରିଗେସନ୍ ଯେଉଁ ଡ୍ରେନ୍ କରିବା କଥା ଅଧାରୁ ସେ କଣ୍ଟ୍ରାକ୍ଟର କିଛି ବାକି ଅଛି ତାକୁ କ୍ୟାନସେଲ୍ କର, ତାକୁ ବ୍ଲାକ୍ ଲିଷ୍ଟ କର, ପୁନର୍ବାର ତାକୁ ଟେଣ୍ଡର କରିକି ତୁରନ୍ତ କାର୍ଯ୍ୟ ଆରମ୍ଭ କର 2 ମାସ ଭିତରେ। ତା ସହିତ ଆପଣଙ୍କର ଇଏ ଯେଉଁଟା କହୁଛନ୍ତି ପାର୍କକୁ ଆଉ ଜଗନ୍ନାଥ ସାଗରକୁ ଯେଉଁ ଟ୍ରେନ୍ ଅଛି ଗୋଟେ ସୁନ୍ଦର ବ୍ରିଜ୍ ହେବ ସେ ବ୍ରିଜ୍କୁ ନେଇକି ଗୋଟେ ବ୍ୟୁଟିଫିକେସନ୍ ହେବ, ତାକୁ ବି ଆଲୋଚନା କରିଛୁ ଏବଂ ଯେଉଁଟା ଆକୁପାଇ କରି ରହିଛନ୍ତି ଜଗନ୍ନାଥ ସାଗର ପାଖରେ ଯେଉଁଟାକୁ ଆକୁପାଇ ହେଇଛି ଷ୍ଟଲ୍ ଫଲ୍ ମ୍ୟୁନିସିପାଲିଟି ଅଛି ତାକୁ ଭଙ୍ଗାଯିବା ଉଚିତ। ରେଜୁଲେସନ୍ ବି ହେଇଛି ମ୍ୟୁନିସିପାଲିଟିରେ, ତାକୁ ଭାଙ୍ଗୁନାହାନ୍ତି, ମ୍ୟୁନିସିପାଲିଟି ଧରିକିରି ବସିଛି, ଏକଥା ବି ଉଲ୍ଲେଖ କରାଯାଇଛି। ବିଭିନ୍ନ କୋରାପୁଟ ଜୟପୁର ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆଲୋଚନା କରିଛି, ରାସ୍ତାଘାଟ ଏବଂ ତାପରେ ମେନ୍ ରୋଡ଼ଟାକୁ ଆମେ ମିଟିଂରେ ପାସ୍ କରିଥିଲେ। ମେନ୍ ରୋଡ଼ଟାକୁ ତୁରନ୍ତ ଇଏ କରିବା ପାଇଁ CC କ୍ୟାମେରା ଲାଗିବା ପାଇଁ ଆଜି ପର୍ଯ୍ୟନ୍ତ ଲଗାଇ ନାହାନ୍ତି, ସେଇଟା ବି ଜିଲ୍ଲାପାଳଙ୍କ ସମ୍ମୁଖରେ ଆଲୋଚନା କରାଗଲା ଏବଂ ତୁରନ୍ତ ତାକୁ ଲଗାଇବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ରଥଯାତ୍ରା ସମୟରେ ଯାହା ଆବଶ୍ୟକତା ତାକୁ ପୁନର୍ବାର ମିଟିଂରେ ଜିଲ୍ଲାପାଳଙ୍କ ସମ୍ମୁଖରେ ମିଟିଂ କରିକି ତାକୁ କରିବା ପାଇଁ ନିର୍ଦ୍ଦେଶ